ଘରକୁ ଆସିଛି ଚୁନା ମାଛ ଆଉ ମା ପୁରା ତନ୍ନ ତନ୍ନ କରି ଟିକି ନିକିକିରି ବାଛିକି ପୁରା ସଫା କରିଦେଲେ। ଦେଖିପାରୁଥିବେ କେତେ ସୁନ୍ଦର ପୁରା ଫର୍ଚା ହେଇଯାଇଛି। ଏପଟେ ମୁଁ ଲୁଣ ହଳଦୀ ଦେଇକିରି ପୁରା ଚଟଚଟିଆ କରି ଭାଜିଦେଲି। ବର୍ଷରେ ଥରେ ଚୁନା ମାଛ ଆସୁଛି ଆଉ ଏମିତି ତ ଡେଲି ଡେଲି ମିଳେ ନାହିଁ ନା। ଏଟା ବିଲରୁ ଧରା ହେଇଥିଲା, ସେ କି ଘୁଙ୍ଗି ବସେଇକି ଧରିଥାନ୍ତି ନା କି ଗୋଟେ ଏମିତି ସେଇ ଟାଇପ୍ର ବସା ହେଇଥିଲା। ଆମ ଘରକୁ ତ ଆସିଛି, ମୁଁ ଏତେ କଥା ଜାଣିନି, ଖାଲି ଶୁଣିଥିଲି ଯାହା। ଆଉ ମୁଁ ଥିଲି ଯେ ପୁରା ବେସର ପକେଇକି ଆମ୍ବୁଲ ପକେଇକି ପୁରା ଝୋଳ କରିଦେଲି। ଆପଣମାନେ ଚାହିଁଲେ ଏମିତି ଭାଜିକି ରଖିବେ। ଆଉ ବାର ତିଥି ଯଦି ସୋମବାର ମଙ୍ଗଳବାର ପଡ଼ିଯାଇଥିବ ତାହେଲେ ବୁଧବାର କିମ୍ବା ଶୁକ୍ରବାର କିମ୍ବା ରବିବାରକୁ ଅପେକ୍ଷା କରିକିରି ଝୋଳ ଦେଇକି ଖାଆନ୍ତୁ। ଆଉ ବହୁତ ଟେଷ୍ଟି ଲାଗେ। ତ ଦେଖିପାରୁଥିବେ ମୁଁ କେତେ ସୁନ୍ଦର ବନେଇ ଦେଇଥିଲି। ଆଉ ଆପଣମାନଙ୍କୁ ଯଦି କି ସାରୁ ଦେଇକି ଝୋଳ କରି ଖାଇପାରିବେ ସେଟା ବି ବହୁତ ସୁନ୍ଦର ଲାଗିବ। ଏଇନା ତ ଥଣ୍ଡା ଦିନ, ସାରୁ ମିଳୁଛି, ସାରୁ ସହିତ ବି ଝୋଳ କରନ୍ତୁ। ଆଉ ଗୋଟେ କଥା, କ୍ୟାଲସିୟମ ତ ପୁରା ଭରପୁର ଆମର ଚୁନା ମାଛରେ ରହୁଛି। କାହାର ଯଦି ଅଣ୍ଟା ପିଠି ଯଦି ବେଣ୍ଡ ହେଇଯାଉଛି, ଏମିତି ସାରୁ କିମ୍ବା ବିଲାତି କିମ୍ବା ଆମ୍ବୁଲ ଦେଇକି ଖାଆନ୍ତୁ। ଆଉ ପୁରା ଅଣ୍ଟାକୁ ପୁରା ଛାଣ୍ଟ କରିକି ଚାଲନ୍ତୁ। ଦେଖିପାରୁଥିବେ ମୁଁ ପୁରା ବାଗେଇ ସାଗେଇ ହେଇକିରି କେମିତି ଖାଉଛି। ପୁରା ଖେଜା ଭାଗ କରିଦେଲି, କାହାରି କମ୍ ବେଶୀ ନାହିଁ। କେହି ବି କହିପାରିବେ ନାହିଁ ଯେ ମୋର କମ୍ ଆସିଲା ବେଶୀ ଆସିଲା। ପୁରା ସମସ୍ତଙ୍କର ସେମ୍ ସେମ୍ ଭାଗ। ଏପଟେ ନାନୀ ଆମର ବଡ଼ିକୁ ପୁରା କୁଟି ଦେଲା, ଆଉ ସମସ୍ତେ ବସିକି ପୁରା ଦାବିକି ଖାଇଦେଲୁ। କି ସୁନ୍ଦର ଲାଗିଲା, ପୁରା ଗରମ ଗରମ, ବହୁତ ଟେଷ୍ଟି। ଆପଣମାନେ ବି ଥରେ ଟ୍ରାଏ କରନ୍ତୁ ଆଉ କମେଣ୍ଟ ମାଧ୍ୟମରେ ଜଣାନ୍ତୁ କେମିତି ଲାଗିଲା।